ମୋ ନାଁ ନିରାକାର ସାହୁ। ଆମର ଶ୍ରୀ ଚୈତନ୍ୟ ଜୀଉ ମନ୍ଦିର ମାଣ୍ଡବା ସାହିର ସଭାପତି। ତେଣୁ ଆଜିର ଆଗକୁ ଯେଉଁ ରାମନବମୀ ହେଉଛି, ଆମର ଅଷ୍ଟପ୍ରହରୀ ହେଉଛି, ସେ ଅଷ୍ଟପ୍ରହରୀ ପାଇଁ ଆଜି ପ୍ରସ୍ତୁତି ବୈଠକ କରାଯାଇଛି। ସମସ୍ତ ମେମ୍ବରମାନେ ଆମର ଉପସ୍ଥିତ ଅଛନ୍ତି। ଆଲୋଚନା କରାଯାଇ ଆଗକୁ କେମିତି ପ୍ରସ୍ତୁତି କରାହେବ, କେମିତି ଆମର ରାମନବମୀଟା ପାଳନ କରାଯିବ, ସେଥିପାଇଁ ଆଲୋଚନା ହେଉଛି। ସାହୁ, ସମ୍ପାଦକ, ଶ୍ରୀ ଚୈତନ୍ୟ ଜୀଉ ମନ୍ଦିର ମାଣ୍ଡବା ସାହି। ଆମର 29, 30, 31/3/2023 3 ଦିନ ଧରି ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ କରାଯିବ। ସେଥିପାଇଁ ଆମେ ଆଜି ସମସ୍ତ ମେମ୍ବରମାନଙ୍କୁ ଡାକି ଏକ ବୈଠକ କରୁଛୁ। ସେ ବିଷୟରେ ଆମେ କିଭଳି ଭାବରେ ଆମେ ଅଷ୍ଟପ୍ରହରୀ ପାଳନ କରିବୁ, ସେ ବିଷୟରେ ଆଲୋଚନା କରିବୁ ଏବଂ ଆମ 3 ଦିନ ଧରି ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବ। 29 ତାରିଖରେ ଆମର କଳସ ଯାତ୍ରା, 30 ତାରିଖରେ ଆମର ନାମଯଜ୍ଞ ଓ 31 ତାରିଖ ଦିନ ନଗର କୀର୍ତ୍ତନ ଓ ପ୍ରସାଦ ସେବନ, ଏହି ବିଧି ରଖିଛୁ। ତେଣୁ ଆଗକୁ କିଭଳି ଭଲ ଭାବରେ ଆମେ ଅଷ୍ଟପ୍ରହରୀ କରିପାରିବୁ, ସେଥିପାଇଁ ମେମ୍ବରମାନେ ବସି ବର୍ତ୍ତମାନ ପ୍ରସ୍ତୁତି ଚଲେଇଛୁ। ମୁଁ ବିଷ୍ଣୁଚରଣ ସାହୁ, ଶ୍ରୀ ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳୀର କୋଷାଧ୍ୟକ୍ଷ। ଆମର ଆଜିର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆସନ୍ତା 29, 30, 31 ଆମ ସାହିର ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ। ସେହି ବିଷୟରେ ଆମର ସଭାପତି ମହୋଦୟ, ସେକ୍ରେଟାରୀ ମହୋଦୟ ଓ ସହ ସମ୍ପାଦକ ଏବଂ ଆମର ସମ୍ପୂର୍ଣ୍ଣ ସଂକୀର୍ତ୍ତନ ମଣ୍ଡଳୀ ଭାଇମାନେ ଏଠାରେ ଏକତ୍ରିତ ହୋଇଛୁ ଯେ ଆସନ୍ତା ଆମ ଯେଉଁ ଅଷ୍ଟପ୍ରହରୀ ନାମଯଜ୍ଞଟି କରିବୁ, ତାକୁ କେମିତି ଶୃଙ୍ଖଳା ସହିତ ଏବଂ ଆଡ଼ମ୍ବର ସହିତ ପାଳନ କରିବୁ, ସେହି ବିଷୟରେ କିଛି ଆଲୋଚନା କରିବା ଲାଗି ଏଠି ବସିଛୁ। ସମସ୍ତଙ୍କ ମତାମତ ନେଇ ଆମେ ଅଷ୍ଟପ୍ରହରୀ ନାମଯଜ୍ଞଟି କେମିତି ସୁଚାରୁ ରୂପେ ପାଳନ କରିବୁ, ସେଇଥିଲାଗି ଆମେ ବସିଛୁ। ଆଜି ପ୍ରଥମ ବୈଠକ ଆମର ବସିଛି। ଆଉ ନମସ୍କାର, ମୁଁ ବିଚିତ୍ରାନନ୍ଦ ସାହୁ, ମାଣ୍ଡବା ସାହି ସଂକୀର୍ତ୍ତନ ଜୀଉ ମନ୍ଦିରର ସହ ସମ୍ପାଦକ। ଆମର ସମସ୍ତ ସଭ୍ୟମାନଙ୍କୁ ଡକା ହେଇଛି। ଏଇଟା ପ୍ରଥମ ବୈଠକ ଚାଲିଛି। ରାମନବମୀ ଅଷ୍ଟପ୍ରହରୀ ନାମଯଜ୍ଞ ଯେଉଁ ଆମର ହେବ ଆସନ୍ତା 29, 30, 31 3 ଦିନ ଧରି ପାଳନ କରାଯିବ। କିଭଳି ଭାବରେ ସୁଚାରୁ ରୂପେ ତାକୁ ତୁଲେଇବୁ, ଆମେ ଶାନ୍ତି ଶୃଙ୍ଖଳା ସହିତ କରିବୁ, ସେଇଥିପାଇଁ ପ୍ରସ୍ତୁତି ବୈଠକ ଚାଲିଛି।